ଶ୍ରାବଣ ମାସର ପବିତ୍ର ବାତାବରଣ, ଚାରିଆଡ଼େ ସବୁଜିମାର ସମ୍ଭାର। ଆକାଶରେ କଳା ମେଘର ମେଳିସ ଝିପିଝିପି ବର୍ଷା ପରିବେଶକୁ ଆହୁରି ମନୋରମ କରିଦେଇଥାଏ। ଏହି ପବିତ୍ର ମାସର ପ୍ରଥମ ସୋମବାର ଦିନ ମହାଦେବଙ୍କର ଏକ ଅପୂର୍ବ ଓ ଅଲୌକିକ ଲୀଳା ସୃଷ୍ଟି ହୋଇଛି, ଯାହା ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ଏକ ନିବିଡ଼ ସମ୍ପର୍କ ପ୍ରମାଣିତ କରିଦେଉଛି। ତ ଏହି ସୁନ୍ଦର ଅନୁଭୂତିଟିକୁ ଶୁଣିବା ପୂର୍ବରୁ ଆପଣମାନେ ଯଦି ମହାଦେବଙ୍କୁ ନିଜର ଆରାଧ୍ୟ ଦେବତା ବୋଲି ମାନୁଥାନ୍ତି, ତାହେଲେ କମେଣ୍ଟରେ ହର ହର ମହାଦେବ ଲେଖିଦେବେ। ଆଉ ଯଦି ଚ୍ୟାନେଲକୁ ପ୍ରଥମ କରି ଆସିଥାନ୍ତି, ତାହେଲେ ଲାଇକ୍ କରି ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେ ନାହିଁ। ତ ଆସନ୍ତୁ ଆରମ୍ଭ କରିବା ଏହି ସୁନ୍ଦର କଥାବସ୍ତୁଟିକୁ। ତ ମରଡ଼ା ବ୍ଲକ ହରେକୃଷ୍ଣପୁର ଗାଁର ଏକ ଜଣେ ଭକ୍ତ ମାଧବ ଦାସ, ସେ ଶିବଙ୍କର ଜଣେ ପରମ ଭକ୍ତ। ମାଧବଙ୍କର ସଂସାର ବୋଲିବାକୁ କେହି ନଥିଲେ। ସେ ଏକାକୀ ଏକ କୁଡ଼ିଆରେ ରହୁଥିଲେ ଏବଂ ଗାଁ ମୁଣ୍ଡରେ ଥିବା ଏକ ପୁରାତନ ଶିବ ମନ୍ଦିରର ସେବା ପ୍ରତିଦିନ କରୁଥିଲେ। ବୟସର ଭାରରେ ତାଙ୍କ ଶରୀର ନଇଁ ପଡ଼ିଥିଲେ ମଧ୍ୟ ମନରେ ଶିବଙ୍କ ପ୍ରତି ଥିବା ଭକ୍ତି ଆଦୌ କମିନଥିଲା। ପ୍ରତିବର୍ଷ ଶ୍ରାବଣ ମାସରେ ସେ ସୁଦୂର ନଦୀରୁ ନିଜ ହାତରେ କାଉଡ଼ି ସାହାଯ୍ୟରେ ପାଣି ଆଣି ମହାଦେବଙ୍କ ମସ୍ତକରେ ଜଳାଭିଷେକ କରୁଥିଲେ। ସେ ବର୍ଷ ଶ୍ରାବଣ ମାସର ପ୍ରଥମ ସୋମବାର ଥାଏ। ମାଧବଙ୍କର ଭାରି ଇଚ୍ଛା ଥାଏ ପ୍ରଥମ ସୋମବାର ଦିନ ସେ ବହୁ ଦୂରରେ ଥିବା ପବିତ୍ର ମହାନଦୀରୁ ଜଳ ଆଣି ଗାଁର ବାବା ବିଶ୍ୱନାଥଙ୍କ ପୀଠରେ ଢାଳିବେ। ରବିବାର ରାତିରୁ ହିଁ ମାଧବ ନିଜର କାଉଡ଼ି ଧରି ବାହାରି ପଡ଼ିଲେ। ମହାନଦୀ ଗାଁଠାରୁ ପ୍ରାୟ 20ରୁ 30 କିଲୋମିଟର ଦୂର। ବୃଦ୍ଧ ଶରୀରରେ ଏତେ ବାଟ ଚାଲିବା କଷ୍ଟକର ଥିଲା, କିନ୍ତୁ ମୁଖରେ ବୋଲବମ୍ ବୋଲବମ୍ ଏବଂ ଓଁ ନମ ଶିବାୟ ମନ୍ତ୍ରର ଜପ ତାଙ୍କୁ ଶକ୍ତ କରିଦେଇଥିଲା। ରାତି ସାରା ଚାଲି ଚାଲି ମାଧବ ସେହି ପବିତ୍ର ନଦୀ କୂଳରେ ପହଞ୍ଚି ଯାଇଥିଲେ। ସେଠାରେ ସ୍ନାନ ସାରି ସୂର୍ଯ୍ୟଦେବଙ୍କୁ ପ୍ରଣାମ କଲେ ଏବଂ ନିଜ ଘଟରେ ପବିତ୍ର ଜଳ ଭରିଲେ। କାଉଡ଼ିକୁ କାନ୍ଧରେ ପକାଇ ସେ ପୁଣି ଗାଁ ବାଟେ ଯାତ୍ରା ଆରମ୍ଭ କଲେ। ଦିନ ବଢ଼ିବା ସହ ଖରା ମଧ୍ୟ ବଢ଼ିବାକୁ ଲାଗିଲା। ବୃଦ୍ଧ ମାଧବଙ୍କର ଗୋଡ଼ ଥରିବାକୁ ଲାଗିଲା। ସେ ଭୋକ ଓ ଶୋଷରେ ଆକୁଳ ଚିତ୍କାର କରିବାକୁ ଲାଗିଲେ, କିନ୍ତୁ ନିୟମ ଅନୁସାରେ ଜଳାଭିଷେକ ନକରି ସେ ଖାଦ୍ୟ କିମ୍ବା କୌଣସି ଜଳ ବି ଗ୍ରହଣ କରିପାରିବେ ନାହିଁ। ଗାଁ ମନ୍ଦିର ଆଉ ମାତ୍ର 5 କିଲୋମିଟର ବାକି ଥାଏ, କିନ୍ତୁ ସେ ଆଉ ନିଜକୁ ସମ୍ଭାଳି ପାରୁନଥାନ୍ତି। ବହୁତ ଦୁଃଖ କଷ୍ଟରେ ତାଙ୍କର ପାଦର ଯନ୍ତ୍ରଣା, ପାଦ ଗୁଡ଼ିକ ଗୁଡ଼ି ଫଡ଼ି ଫଡ଼ି ଫୋସକା ହୋଇଯାଇଥାଏ। ଠିକ୍ ସେତିକି ବେଳେ ମାଧବଙ୍କ ଆଖି ଆଗରେ ଅନ୍ଧାର ଦେଖାଗଲା ଏବଂ ସେ ଏକ ବଡ଼ ଗଛ ମୂଳେ ମୂର୍ଚ୍ଛିତ ହୋଇ ପଡ଼ିଗଲେ। ତାଙ୍କ କାନ୍ଧରୁ କାଉଡ଼ିଟି ଖସି ପଡ଼ିଲା, କିନ୍ତୁ ଚମତ୍କାର ଭାବେ ଘଟରୁ ଟୋପାଏ ହେଲେ ବି ପାଣି ପଡ଼ିଲା ନାହିଁ। ଠିକ୍ ସେହି ସମୟରେ ସେହି ବାଟ ଦେଇ ଜଣେ ଛୋଟ ଗୌଡ଼ ପିଲା ଧେନୁ ଚରାଇବାକୁ ଯାଉଥିଲା। ତାର ରୂପ ଥିଲା ଅତ୍ୟନ୍ତ ଆକର୍ଷଣୀୟ। ମୁଣ୍ଡରେ କୁଞ୍ଚୁକୁଞ୍ଚିଆ କେଶ ଏବଂ ଆଖିରେ ଏକ ଅଦ୍ଭୁତ ଚମକ। ସେ ପିଲାଟି ଦୌଡ଼ି ଆସି ମାଧବଙ୍କ ମୁଣ୍ଡକୁ ନିଜ କୋଳରେ ରଖିଲା। ତାର କୋମଳ ହାତର ସ୍ପର୍ଶରେ ମାଧବଙ୍କର ଚେତା ଫେରି ଆସିଲା। ମାଧବ ଆଖି ଖୋଲି ଦେଖିଲେ ଏକ ଅଦ୍ଭୁତ ସୁନ୍ଦର ବାଳକ ତାଙ୍କ ପାଖରେ ବସିଛି। ବାଳକଟି ହସି ହସି କହିଲା, ମଉସା, ତୁମେ ଏତେ ଖରାରେ କୁଆଡ଼େ ଯାଉଛ? ଦେଖ, ତୁମକୁ ବହୁତ ଶୋଷ ଲାଗୁଛି। ଏହି ନିଅ, ମୋ ପାଖରେ ଥିବା ତାଜା ଗାଈ କ୍ଷୀର ଟିକେ ପିଇଦିଅ। ମାଧବ କ୍ଷୀଣ ସ୍ୱରରେ କହିଲେ, ନାହିଁ ବାପା, ମୁଁ ଶ୍ରାବଣ ମାସର ବ୍ରତ ରଖିଛି। ବାବା ବିଶ୍ୱନାଥଙ୍କ ମୁଣ୍ଡରେ ପାଣି ନ ଢାଳିବା ପର୍ଯ୍ୟନ୍ତ ମୁଁ କିଛି ବି ଗ୍ରହଣ କରିପାରିବି ନାହିଁ। କିନ୍ତୁ ମୋ ଶରୀର ଆଉ ଚାଲିପାରୁନି। ମୁଁ ବୋଧହୁଏ ବାବାଙ୍କ ପାଖରେ ପହଞ୍ଚି ପାରିବି ନାହିଁ। ଏହା କହି ମାଧବଙ୍କ ଆଖିରୁ ଲୁହ ବୋହିଗଲା। ବାଳକଟି ହସିଲା ଏବଂ କହିଲା, ମଉସା, ତୁମେ ବ୍ୟସ୍ତ ହୁଅ ନାହିଁ। ଭଗବାନ ତୁମର
ଭକ୍ତି ଦେଖି ସାରିଛନ୍ତି। ଯଦି ତୁମେ ଯାଇପାରୁନାହ ତେବେ ତୁମର ଏହି ଜଳ କାଉଡ଼ି ମୋତେ ଦିଅ, ମୁଁ ଯାଇ ତୁମ ବଦଳରେ ମନ୍ଦିରରେ ଠାକୁରଙ୍କ ମୁଣ୍ଡରେ ଢାଳିଦେବି। କିନ୍ତୁ ମାଧବ କହିଲେ, ନା ବାପା, ଏହା ମୋର ସଂକଳ୍ପ, ମୁଁ ନିଜେ ହିଁ ଜଳାଭିଷେକ କରିବି। ବାଳକଟି କହିଲା, ଠିକ୍ ଅଛି, ତୁମେ ମୋ କାନ୍ଧରେ ହାତ ରଖି ଚାଲ, ମୁଁ ତୁମକୁ ସାହାଯ୍ୟ କରିବି। ମାଧବ ଯେମିତି ସେହି ବାଳକର କାନ୍ଧରେ ହାତ ରଖିଲେ, ତାଙ୍କ ଶରୀରରୁ ଏକ ଅଦ୍ଭୁତ ଶକ୍ତି ଚାଲି ଆସିଲା। ସବୁ କ୍ଳାନ୍ତି ଓ ଯନ୍ତ୍ରଣା 1 ମିନିଟରେ ଗାୟବ ହୋଇଗଲା। ସେ ସେହି ପିଲାଟି ସହ ଚାଲି ଚାଲି ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଗଲେ। ମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଭିଡ଼। ଭିଡ଼ ଭିତରେ ବି ମାଧବ ଦାସ ଯାଇ ପାଣି ଢାଳିବାର ସକ୍ଷମ ରଖିଲେ। ମାଧବ ଗର୍ଭଗୃହକୁ ଯାଇ ଶିବଲିଙ୍ଗ ସାମ୍ନାରେ ବସିଲେ। ସେ ଅତ୍ୟନ୍ତ ଭକ୍ତିର ସହ ନିଜ କାଉଡ଼ିରୁ ଜଳ ନେଇ ମହାଦେବଙ୍କ ଉପରେ ଅଭିଷେକ କଲେ। ଜଳାଭିଷେକ ସରିବା ମାତ୍ରେ ମନ୍ଦିର ଭିତରେ ଏକ ଅଲୌକିକ ସୁଗନ୍ଧ ଭରିଗଲା। ହଠାତ୍ ଶିବଲିଙ୍ଗରୁ ଏକ ଦିବ୍ୟ ଜ୍ୟୋତି ପ୍ରକାଶ ପାଇଲା। ମାଧବ ଆଖି ବନ୍ଦ କରି 2 ହାତ ଯୋଡ଼ି ପ୍ରାର୍ଥନା କଲେ, ହେ ପ୍ରଭୁ, ମୋର ବ୍ରତ ସମ୍ପୂର୍ଣ୍ଣ ହେଲା। ମୋତେ ସାହାଯ୍ୟ କରିଥିବା ସେହି ଗୌଡ଼ ପିଲାଟିର ମଧ୍ୟ ମଙ୍ଗଳ କର। ମାଧବ ଯେତେବେଳେ ଆଖି ଖୋଲି ପଛକୁ ଚାହିଁଲେ, ସେହି ବାଳକଟି ସେଠାରେ ନଥିଲା। ସେ ମନ୍ଦିର ବାହାରକୁ ଆସି ସମସ୍ତଙ୍କୁ ପଚାରିଲେ, ମୋ ସହ ଆସିଥିବା ସେହି ଛୋଟ ପିଲାଟିକୁ ଆପଣମାନେ ଦେଖିଛନ୍ତି? ସେ କୁଆଡ଼େ ଗଲା? କିନ୍ତୁ ମନ୍ଦିରର ପୂଜାରୀ ଅନ୍ୟ ଭକ୍ତମାନେ ଆଶ୍ଚର୍ଯ୍ୟ ହୋଇ କହିଲେ, ମାଧବ ମଉସା, ତୁମେ ତ ଏକା ଏକା କାଉଡ଼ି ଧରି ମନ୍ଦିରକୁ ଆସିଛ। ତୁମ ସହ ତ କେହି ପିଲା ଆସିନଥିଲେ। ମାଧବ ଏହା ଶୁଣି ସ୍ତବ୍ଧ ହୋଇଗଲେ। ସେ ମନେ ପକାଇଲେ କିପରି ସେହି ବାଳକର ସ୍ପର୍ଶରେ ତାଙ୍କ ସମସ୍ତ କ୍ଳାନ୍ତି ଦୂର ହୋଇଯାଇଥିଲା। ସେ ବୁଝିପାରିଲେନି ଏହା କୋଉ ପ୍ରକାର ଲୀଳା। ସେହି ବାଳକକୁ ବହୁତ ସାରା ଖୋଜିଲେ। ମନ୍ଦିର ଚାରିପଟେ ଦୌଡ଼ି ଦୌଡ଼ି ସେହି ପିଲାକୁ ଖୋଜିବାକୁ ଲାଗିଲେ, କିନ୍ତୁ ସେ ବାଳକକୁ ସେ ପାଇଲେ ନାହିଁ। ସ୍ୱୟଂ ଭକ୍ତ ବତ୍ସଳ ମହାଦେବ ତାଙ୍କର ଭକ୍ତିରେ ପ୍ରସନ୍ନ ହୋଇ ଗୌଡ଼ ବାଳକ ରୂପରେ ଆସିଥିଲେ। ଭକ୍ତର କଷ୍ଟ ସହି ନପାରି ଭଗବାନ ନିଜେ ଚାଲି ଆସିଥିଲେ ତାଙ୍କୁ ବାଟ ଦେଖାଇବାକୁ। ମାଧବ ମନ୍ଦିର ଚଟାଣରେ ବସି ଆନନ୍ଦ ଅଶ୍ରୁଭରା ଆଖିରେ ବାବା ବିଶ୍ୱନାଥଙ୍କୁ ପ୍ରଣାମ କଲେ। ସାରା ଗାଁରେ ଏହି କଥା ପ୍ରଚାରିତ ହେଲା ଏବଂ ସମସ୍ତେ ମହାଦେବଙ୍କର ଏହି ଅପୂର୍ବ ଲୀଳା ଦେଖି ଧନ୍ୟ ହୋଇଗଲେ। ସେଦିନଠାରୁ ଶ୍ରାବଣ ମାସର ପ୍ରଥମ ସୋମବାର ସମସ୍ତଙ୍କର ପାଇଁ ଏକ ସ୍ମରଣୀୟ ଦିନ ଆଉ ମାଧବ ଦାସଙ୍କ ପାଇଁ ମଧ୍ୟ ଏକ ସ୍ମରଣୀୟ ଦିନ ହୋଇଗଲା। ତ ଏହି ସୁନ୍ଦର ଅଲୌକିକ ଅନୁଭୂତିଟି ମାଧବ ଦାସଙ୍କର ଥିଲା। ତ ଆପଣମାନଙ୍କ ପାଖରେ ଯଦି ବି କିଛି ଅନୁଭୂତି ଥାଏ ଆମମାନଙ୍କୁ ସେୟାର କରିପାରିବେ sagarbeera857@gmail.com ରେ। ତ ଆପଣମାନେ ଏହାକୁ ବହୁତ ମାତ୍ରାରେ ସେୟାର କରନ୍ତୁ। ଆପଣମାନଙ୍କର ଅନୁଭୂତିକୁ ଆମକୁ ସେୟାର କରନ୍ତୁ। ଜୟ ମହାଦେବ, ଜୟ ଜୟ ଶିବ ଶମ୍ଭୁ।